शास्त्र अनुसारे शुक्रवार ହେଉଛି ମାତା ଲକ୍ଷ୍ମୀଙ୍କ ପ୍ରିୟ ବାର। ଏହି ଦିନ ମାତା ଲକ୍ଷ୍ମୀଙ୍କ ପୂଜା ବ୍ରତ କରିବା ଦ୍ୱାରା ଘରେ ଧନଧାନ୍ୟର ଅଭାବ ହୋଇନଥାଏ। ଯଶ କୀର୍ତ୍ତି ଧନ ବୈଭବ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ। ସେହିପରି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଲାଲ ରଙ୍ଗର ଫୁଲ ଏବଂ ବସ୍ତ୍ର ଚଢ଼ାଇବେ ଏବଂ ମାତା ଲକ୍ଷ୍ମୀଙ୍କ ଚାଳିଶାକୁ ପାଠ କରି ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ମାତା ଲକ୍ଷ୍ମୀ ବୋଲି ବିଶ୍ୱାସ ରହିଛି। ଲକ୍ଷ୍ମୀ ଚାଳିଶା ପାଠ କରିବା ପରେ ଚାଉଳ କ୍ଷୀରି କରି ସେଥିରେ କେଶର ପକାଇ ମା'ଙ୍କଠାରେ ଭୋଗ ଲଗାଇବା ଉଚିତ। ଏହା ସହିତ ସେହି ଭୋଗକୁ ଗରିବଙ୍କୁ ବାଣ୍ଟିବା ଦ୍ୱାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଜାଣିଲେ ଏହିସବୁ କାର୍ଯ୍ୟ ଯଦି ଆପଣ ଶୁକ୍ରବାର ଦିନ କରୁଛନ୍ତି